କେଉଁ ମହିଳାମାନେ ପରପୁରୁଷ ସହିତ ସମ୍ପର୍କ ରଖିବାର ଆଶା ଅଧିକ ରଖିଥାନ୍ତି ବା କେଉଁ ପ୍ରକାର ମହିଳାମାନେ ପରପୁରୁଷଙ୍କ ପ୍ରତି ଅଧିକ ଆକୃଷ୍ଟ ହୁଅନ୍ତି, ଏହା ପ୍ରତ୍ୟେକ ପୁରୁଷମାନେ ଜାଣିବା ଉଚିତ। ବିଭିନ୍ନ ମନୋବିଜ୍ଞାନୀ ଏବଂ ସାମାଜିକ ଗବେଷଣା ଅନୁଯାୟୀ କିଛି ପରିସ୍ଥିତିରେ ଏପରି ମନୋଭାବ ସୃଷ୍ଟି ହୋଇପାରେ। ସ୍ୱାମୀଙ୍କୁ ନ ଡରି କଥା କଥାରେ ଜବାବ ଦେଉଥିବା ମହିଳା ଭିତରେ ବହୁତ କିଛି କରିଥାନ୍ତି। କିଛି ମହିଳା ସ୍ୱାମୀଙ୍କ ଦୁର୍ବଳତା କାରଣ ପାଇଁ ପରପୁରୁଷ ସହିତ ସମ୍ଭୋଗ କରିଥାନ୍ତି। କିଛି ମହିଳାମାନେ ନିଜର ଭାବନାତ୍ମକ ଏବଂ ଶାରୀରିକ ଆବଶ୍ୟକତା ପୂରଣ ନ ହେଲେ କେବେ କେବେ ପରପୁରୁଷଙ୍କ ସହିତ ନିକଟତା ଖୋଜିଥାନ୍ତି। ଏହି ପରିସ୍ଥିତି ସାଧାରଣତଃ ଘଟେ ଯେତେବେଳେ ତାଙ୍କର ଘରୋଇ ସମ୍ପର୍କରେ ପ୍ରେମ, ସମୟ, ବୁଝାବଣା ଓ ଭାବନାର ସମର୍ଥନ ଦୁର୍ବଳ ହୋଇଥାଏ। ସେମାନେ ଯାହା କାହା ପାଖରୁ ପାଆନ୍ତି ନାହିଁ, ସେହି ମନୋଭାବ, ସମ୍ମାନ, ଧ୍ୟାନ ବା ସ୍ନେହ କୌଣସି ଅନ୍ୟ ଲୋକ ପାଖରେ ମିଳିଲେ ମନ ସେଥିପାଇଁ ଆକୃଷ୍ଟ ହୋଇପାରେ। କେବେ କେବେ ଶାରୀରିକ ନୁହେଁ, ମାନସିକ ସମ୍ପର୍କ କିମ୍ବା କାହାର ନିକଟରେ ଆତ୍ମୀୟତା ପାଇବାର ଇଚ୍ଛା ତାଙ୍କୁ ଭୁଲ ପଥରେ ନେଇଯାଇପାରେ। ଏହା ଅନେକ ମହିଳାମାନଙ୍କ ପାଖରେ ହୁଏ। କିନ୍ତୁ ଯେଉଁଠାରେ ସମ୍ପର୍କରେ ଖାଲିପଣ, ଅସନ୍ତୁଷ୍ଟ, ଅବହେଳା ବା ତମପଣ ଥାଏ, ସେଠାରେ ଏହିପରି ପରିସ୍ଥିତି ଘଟିପାରେ। ଭାବନାତ୍ମକ ଶୂନ୍ୟତା। ଯଦି ଜଣେ ମହିଳା ନିଜ ବୈବାହିକ ଜୀବନରେ ସ୍ୱାମୀଙ୍କଠାରୁ ସମ୍ମାନ, ଭଲ ପାଇବା ବା ସମୟ ପାଇନଥାନ୍ତି, ତେବେ ସେ ଅନ୍ୟ କାହା ପାଖରେ ଏହି ଭାବନାତ୍ମକ ସନ୍ତୁଷ୍ଟି ଖୋଜିବାକୁ ଚେଷ୍ଟା କରିପାରନ୍ତି। ସମ୍ପର୍କରେ ଅଶାନ୍ତି। ଯଦି ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ବା ବିଶ୍ୱାସର ଅଭାବ ରହେ, ତେବେ ମହିଳାମାନେ ମାନସିକ ଶାନ୍ତି ପାଇଁ ବାହାରେ ସମ୍ପର୍କ ବଢ଼ାଇବାକୁ ମନ ବଳାଇ ପାରନ୍ତି। ଉପଯୁକ୍ତ ଗୁଣର ଅଭାବ। ମହିଳାମାନେ ସାଧାରଣତଃ ପୁରୁଷଙ୍କ ମଧ୍ୟରେ ବୁଦ୍ଧି ଓ ଉଦାରତା ଭଳି ଗୁଣ ଖୋଜିଥାନ୍ତି। ଯଦି ନିଜ ସାଥୀଙ୍କ ପାଖରେ ଏହି ଗୁଣଗୁଡ଼ିକର ଅଭାବ ଥାଏ, ତେବେ ସେମାନେ ଅନ୍ୟ ପୁରୁଷଙ୍କ ପ୍ରତି ଆକର୍ଷିତ ହୋଇପାରନ୍ତି। ଅତୀତର ଅଭ୍ୟାସ ବା ସ୍ୱଭାବ। କେତେକ କ୍ଷେତ୍ରରେ ବ୍ୟକ୍ତିର ନିଜସ୍ୱ ସ୍ୱଭାବ ବା ଚରିତ୍ର ଯୋଗୁଁ ମଧ୍ୟ ଏପରି ହୋଇଥାଏ। ଚାଣକ୍ୟ ନୀତି ଅନୁଯାୟୀ ମହିଳାଙ୍କ ଗୁଣ ବା ଦୁର୍ଗୁଣ ପରିବାର ଗଢ଼ିବାରେ ବା ଭାଙ୍ଗିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ଏହା ସମ୍ପୂର୍ଣ୍ଣ ରୂପେ ଜଣେ ବ୍ୟକ୍ତିର ପରିସ୍ଥିତି, ସଂସ୍କାର ଏବଂ ବ୍ୟକ୍ତିଗତ ନିଷ୍ପତ୍ତି ଉପରେ ନିର୍ଭର କରେ। ସବୁ ମହିଳାଙ୍କ କ୍ଷେତ୍ରରେ ଏହା ସମାନ ହୋଇନଥାଏ। ଦର୍ଶକ ବନ୍ଧୁ, ଭିଡ଼ିଓଟି ଭଲ ଲାଗିଲେ ନିହାତି ଗୋଟିଏ ଲାଇକ୍ କରନ୍ତୁ ଏବଂ ଆପଣଙ୍କ ପ୍ରିୟଜନଙ୍କ ସହ ଭିଡ଼ିଓଟିକୁ ସେୟାର କରିଦିଅନ୍ତୁ। ଆପଣ ସମ୍ପୂର୍ଣ୍ଣ ମାତ୍ରାରେ ଭିଡ଼ିଓଟିକୁ ଦେଖିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।